ମୋ ଆଖିରେ ଲୁହ ଦେଇ ତମ ସ୍ୱାମୀ କି ଖୁସି ପାଉଛନ୍ତି। ତମେ ଜାଣିଛ କି ନା ଏ ଦି ଜଣଙ୍କ ଭିତରେ ନା ଗୋଟେ ଅଘୋଷିତ ଚୁକ୍ତି ହେଇଛି। ମତେ ମାର ମାରି ହଇରାଣ କଲେ ତମ ସ୍ୱାମୀ ତାକୁ ମାସକୁ ମାସ ଟଙ୍କା ଦଉଛନ୍ତି। ଆଉ ୟାଙ୍କର ନିର୍ଦ୍ଦେଶ ମାନିକି ମତେ ମିଛରେ ଭଲ ପାଇ ବାହାରେ ମୋ ଜୀବନଟାକୁ ସେ ନଷ୍ଟ କରିଦେଇଛନ୍ତି। ହେଇ ଦେଖ ଗୀତା, ସେ ମତେ ମାଡ଼ ମାରି ମୋ ଦେହରେ କେମିତି ଦାଗ ବସେଇ ଦେଇଛନ୍ତି। ହେଇ ଦେଖ। ଆମେ ଦି ଜଣ ଗୋଟେ ରାସ୍ତାରେ ବାଟ ଚାଲିଛନ୍ତି ଭାଉଜ। ତମେ ଯେମିତି ମୋ ଭାଇ ପ୍ରେମରେ ଫସିଗଲ, ଠିକ୍ ସେମିତି ମୁଁ ବି ଲୋକର ସୁନ୍ଦର ଚେହେରା ଆଉ ମିଠା ମିଠା କଥାରେ ଫସିଗଲି। ଜାଣିନି ଆଗକୁ କ'ଣ ହବ ଭାଉଜ, କିନ୍ତୁ ଏବେଠୁ ୟାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ। ଅଙ୍କିତା, ଗୋଟେ ଦିନ କଥା ନହେଇ ରହିପାରୁନଥିବା ଅଙ୍କିତା, ଆଜକୁ 8 ଦିନ ହବ ମୋ ସହିତ ଦୁଃଖ ପକେଇ ଦେଇଛି। ସୀମାର ଅଭିଶାପରେ ମୋର ବିଶ୍ୱାସ ହେଇଯାଉଛି। ଆରେ ମୋ ଝିଅ ରହିବ ଯେ ପର୍ଯ୍ୟନ୍ତ ତମ ମା ମୋ ବାବାଙ୍କୁ ଦୂରେଇ ନ ଯାଇଛନ୍ତି, ସେ ପର୍ଯ୍ୟନ୍ତ ତମେ କାନ୍ଦିବ ତମେ। କେତେ ଆଉ କାନ୍ଦିବି? କାନ୍ଦି କାନ୍ଦି ମୋ ଆଖିରେ ଲୁହ ଶୁଖିଗଲାଣି। ଗୋଟେ ଅନ୍ଧାର ଘର ଭିତରେ ମତେ ବନ୍ଦ କରି ରଖୁଛନ୍ତି। ଦିନକୁ ପଟିଏ ରୁଟି ଆଉ ଟିକେ ଡାଲି ଖାଇବାକୁ ଦଉଛନ୍ତି। 3 ଦିନ ହେଲା ମୋ ଦେହରେ ଖଇ ଫୁଟା ନାହାନ୍ତି। ଔଷଧ ଦବା ବଦଳରେ ମତେ ମାଡ଼ ଦଉଛନ୍ତି। ଖାଇବାକୁ ମାଗିଲେ କବାଟ ବନ୍ଦ କରି ଦଉଛନ୍ତି। ମୁଁ ତମକୁ ହାତ ଯୋଡୁଛି ସାଇ ବାବୁ, ଦୟାକରି ତମେ ମତେ ବଞ୍ଚେଇ ଦିଅ, ବଞ୍ଚେଇ ଦିଅ ମତେ। ମୁଁ ବୁଝିପାରୁନି ତମେ ମଣିଷ ନା ପଥର ସାଇ। ତମ ସାମ୍ନାରେ ମୋ ଭାଉଜ ତାଙ୍କ ଦୁଃଖ କଷ୍ଟ କହୁଛନ୍ତି ଆଉ ତମେ ସେଠି ଚୁପ୍ ହେଇକି ଯାଇଛ। ଏସବୁ କଥା ଶୁଣିବା ପରେ ତମ ଛାତି ଭିତରେ କହିବୁନି। ମୋ ଛାତି ଭିତରେ ସେଇଦିନ ଧରି ଉଠିଲା, ଯୋଉଦିନ ମୋ ମାମା କବାଟ ବନ୍ଦ କରି କାନ୍ଦୁଥିଲା। ମୋ ଛାତି ଭିତରେ ସେଇଦିନ ଧରି ଉଠିଲା, ଯୋଉଦିନ ମୋ ସାଙ୍ଗମାନେ ମୋ ବାବାଙ୍କ ବିଷୟରେ କହୁଥିଲେ। ସହିବାର ଗୋଟେ ସୀମା ଥାଏ, ଆଉ ସୀମାକୁ ଅତିକ୍ରମ କଲେ ମଣିଷ ଭୁଲ କରିବା ପାଇଁ ବାଧ୍ୟ ହୁଏ। କହିଦେବ ତମ ମାଆଙ୍କୁ, କାରଣ ସିଏ ଆରମ୍ଭ କରିଛନ୍ତି, ଆଉ ଶେଷ କରିବି ମୁଁ। ଠିକ୍ କହିଛି। ମଝି ବରଡ଼ଟା ଖସୁଥିବା ଦେଖି ହସୁଥିବା ଉପର ବରଡ଼ଟା ତା ନିଜ ସ୍ଥିତି ବିଷୟରେ ଜାଣିଯିବା ଉଚିତ। ଘର ଭିତରେ ଯାଇ ମୁଁ ସବୁ କଥା ଶୁଣିଛି, ସାଇବାବୁ ସବୁ କଥା କହିଛି। ଆରେ ମୁଁ ସହିଯାଉଛି ବୋଲି ସେ ଯେ ସହିଯିବ ତାର କ'ଣ କିଛି ମାନେ ଅଛି? ଏମାନେ ଆଜିକାଲିକା ପିଲା ବାପା ମାଆଙ୍କ ନାଁରେ ଖରାପ କରି କହିଦେଲେ ଏମାନେ କ'ଣ ସହିପାରିବେ? ଆଉ ମୋ ଭାଉଜଙ୍କ କଷ୍ଟ